ଅନୁରାଧା ଧାରାବାହିକରେ ଆପଣମାନେ ଦେଖିବେ ୟଶ କହିବେ ଭାଇ ସେମିତି କିଛି ବି ହୋଇନି ଯେ ଏ ଘର ଭିତରେ ବନ୍ଦ ହୋଇ ପଡ଼ି ରହିବ। ସେ ବି ଆମ ସହିତ ଆମ ଭଳିଆ ରହିବ ଯେମିତି ସେ ଆଗରୁ ରହୁଥିଲା। ଗାୟତ୍ରୀ କହିବେ ତୁ ଠିକ୍ କହୁଛୁ ୟଶ, ସେ ଆଗ ପରି ଯେମିତି ରହୁଥିଲା ସେମିତି ରହିଲେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବ। ୟଶ କହିବେ ତାହେଲେ ମାମା ରାଜ ଆଜି ଆମ ସହିତ ବ୍ରେକଫାଷ୍ଟ କଲେ କେମିତି ହେବ? ଗାୟତ୍ରୀ କହିବେ ତୁ ଠିକ୍ କହୁଛୁ ୟଶ, ଚାଲ ରାଜକୁ ଆମେ ତଳକୁ ନେଇଯିବା। ଏପଟେ ଅନିଶା କହିବେ ଅନୁ ମୋ ମମି ଓ ମୋନା ଯେମିତି ତମ ସହିତ ବ୍ୟବହାର କଲେ ଜାଣିଛି ସେଇଟା ତମକୁ ବହୁତ କଷ୍ଟ ଦେଇଥିବ। ସେଥିପାଇଁ ମୁଁ ତମକୁ କ୍ଷମା ମାଗୁଛି ଅନୁ, ସେମାନଙ୍କୁ କ୍ଷମା କରିଦିଅ। ଅନୁ କହିବେ ନାଇଁ ଅନିଶା ଦିଦି, ତାଙ୍କ କଥା ଯେତେ ବି ଖରାପ ଲାଗିଲେ ବି କ୍ଷମା କରିବା କ'ଣ ଦରକାର। ମୁଁ ଜାଣେ ରାଜବାବୁ ମୋତେ ଅଲଗା କରିବାକୁ ବହୁତ ଚେଷ୍ଟା କଲେ ଆଉ ସେମାନେ ବିଫଳ ହେଲେ। ମୋତେ ଏମିତି କହି ଦୁର୍ବଳ କରିବାକୁ ଚାହୁଁଛନ୍ତି କିନ୍ତୁ ମୁଁ ଭାଙ୍ଗି ପଡ଼ିବିନି। ଏ ପରିସ୍ଥିତିକୁ ମୁକାବିଲା କରିବି। ଆଉ ଏବେ ମୋର ଗୋଟିଏ ଚିନ୍ତା, ରାଜବାବୁ କେମିତି ସୁସ୍ଥ ହେବେ। ଗାୟତ୍ରୀ ଆସି କହିବେ ଅନୁ ବିଲକୁଲ ଠିକ୍ କହିଛି। ଅନିଶା ଏବେ ଆମର ସୁସ୍ଥ ହେବା ବିଷୟରେ ଭାବିବା କଥା। ସୁକନ୍ୟା ଏବେ ରାଜ ଅନୁ ବ୍ରେକଫାଷ୍ଟ କରିବ ଆମ ସମସ୍ତଙ୍କ ପାଇଁ ନେଇ ଆସ। ରାଜ ଆମ ସହିତ ମିଶି ଚା ପିଇବ। ଏପଟେ ମୋନା କହିବେ ସେ ଅନୁ କହିବାର ସୀମା ଟପିଗଲାଣି। ବୈଶାଖୀ କହିବେ ଜଲ୍ଦି ଏହାର ଉପାୟ ବାହାର କରିବାକୁ ପଡ଼ିବ, ନହେଲେ ଅବସ୍ଥା ଯେପରି ହେଲାଣି ଯେ ଆମକୁ ଏ ଘରୁ ବାହାର କରିଦେବେ। ଏହି ସମୟରେ ରିୟା ଆସି କହିବେ ସେଇଟା ଏତେ ସହଜ ନୁହେଁ। ମୋନା କହିବେ ହେଲେ କେମିତି ରିୟା? ରିୟା କହିବେ ହଁ ମୋନା, ଏମିତି ସହଜରେ କ'ଣ ହେବାକୁ ଦେବି। ମୁଁ ଏମିତି କିଛି ଉପାୟ ବାହାର କରିଛି ଯେ ଅନୁ ଆଉ କିଛି କରିପାରିବନି। ଆଉ ମୁଁ ରାଜଙ୍କ ଆଗରେ ଏହା ପ୍ରମାଣ କରିଦେବି ଯେ ଅନୁ ତାଙ୍କର କେହି ବି ନୁହେଁ, ମୁଁ ତାଙ୍କର ପ୍ରକୃତ ସ୍ତ୍ରୀ। ମୋନା କହିବେ ହେଲେ କେମିତି? ରିୟା କହିବେ ଏବେ ରାଜକୁ ସ୍ୱାଭାବିକ ଅବସ୍ଥାକୁ ଆଣିବାକୁ ଚେଷ୍ଟା କରୁଛନ୍ତି, ହେଲେ ମୁଁ ଏମିତି କିଛି କରିବାକୁ ରାଜକୁ ଏତିକି ମନେ ପଡ଼ିବ ଯେ ମୁଁ ତାଙ୍କର ସ୍ତ୍ରୀ, ରିଷି ତାଙ୍କର ପୁଅ। ମୋନା କହିବେ ହେଲେ ରାଜ କ'ଣ ତମକୁ ବିଶ୍ୱାସ କରିବେ? ଆଉ ତାଙ୍କର ସବୁ କଥା ମନେ ପଡ଼ିଗଲା ବେଳେ DNA ଟେଷ୍ଟ କଥା କହନ୍ତେ ତାହେଲେ? ରିୟା କହିବେ ତମେ ସେଥିପାଇଁ ବ୍ୟସ୍ତ ହୁଅନି ମୋନା, ରାଜଙ୍କର ମନେ ପଡ଼ିବ ସେତିକି ମୁଁ କହିବି। ବୈଶାଖୀ କହିବେ ଯଦି ସେମିତି ହୁଏ ତେବେ ତ କିଛି ବି ଅସୁବିଧା ହେବନି, ହେଲେ ଏସବୁ ତମେ କେମିତି କରିବ ରିୟା? ରିୟା କହିବେ ତମେମାନେ ଦେଖି ଚାଲ ମୁଁ କେମିତି କରୁଛି। ଏପଟେ ଗାୟତ୍ରୀ କହିବେ ରାଜ ଆଜି ତୋ ମନ ପସନ୍ଦର ଜିନିଷ ବନିଛି, ଖାଇଦେ ବାବା। ରିଷି କହିବେ ଜେଜେମା ଆଜି କ'ଣ ଖାଲି ବାବାଙ୍କ ମନପସନ୍ଦ ବନିଛି, ଆଉ କ'ଣ ମୋ ମନପସନ୍ଦ ବନିନି? ଅନୁ କହିବେ ତୋ ଯାହା ସବୁ ପସନ୍ଦ କରୁ ସେ ସବୁକୁ ବନେଇ ଦେଇଛି, ତୁ ଏବେ ଖାଇଦେ। ରିଷି କହିବେ ନାଇଁ ନାନୀ, ଆଜି ମୁଁ ବାବାଙ୍କ ହାତରୁ ଖାଇବି, ତୁ ମୋତେ ଖୁଆଇ ଦେବୁନି। ଅନୁ କହିବେ ହଉ ଠିକ୍ ଅଛି। ଏହି ସମୟରେ ମୋନା ଆସି କହିବେ ରିଷି ତମେ ଆଜି ବାବାଙ୍କ ହାତରୁ ଖାଇବା ପାଇଁ କାହିଁକି ଜିଦ୍ କରୁଛ? ତମର ବାବାଙ୍କ ଦେହ ଭଲ ନାହିଁ, ସେ କ'ଣ ତମକୁ ଖୁଆଇ ଦେବେ? ଗାୟତ୍ରୀ କହିବେ କାହିଁକି ଖୁଆଇ ପାରିବନି? ସେ ରାଜର ଏମିତି କ'ଣ ହୋଇଛି କି ସେ ନିଜକୁ ଆଗରେ ଯେମିତି ଖୁଆଉଥିଲା ସେ ସେମିତି ଖୁଆଇଦେବୁ ନା ବାବା? ରାଜ କହିବେ ହଁ, ଏହାପରେ ସେ ରିଷିଙ୍କୁ ଖୁଆଇଦେବେ। ମୋନା ଭାବିବେ ତମେ ଯେତେ ଚେଷ୍ଟା କରୁଛ ଅନୁ, ହେଲେ ଏମିତି ବ୍ୟବସ୍ଥା ହୋଇଛି ଯେ ତୁମ ପୂର୍ବରୁ ରାଜଙ୍କର ରିୟା କଥା ମନେ ପଡ଼ିବ। ଏପରେ ରିୟା ରାଜଙ୍କ ରୁମକୁ ଯିବେ ଆଉ କହିବେ କେହି ନାହାନ୍ତି, ମୋତେ ଯେମିତି ହେଲେ ବି ଖୋଜିବାକୁ ପଡ଼ିବ, ହେଲେ କେଉଁଠି ଥିବ। ଏହାପରେ ସେ ଲକର ଖୋଲିବେ ଆଉ କହିବେ ଏବେ ତମର କ'ଣ ହେବ ଅନୁ? ଏପଟେ ଗାୟତ୍ରୀ କହିବେ ତୋତେ ହସ୍ପିଟାଲରୁ ଘରକୁ ଆସି ଏବେ ଭଲ ଲାଗୁଛି ନା ବାବା? କହିଲୁ ଏଠୁ କାହାକୁ ଚିହ୍ନି ପାରୁଛୁ? ଆଗ କହ ମୁଁ କିଏ? ରାଜ କହିବେ ମାମା। ଗାୟତ୍ରୀ କହିବେ ଆଚ୍ଛା ତୁ କହ ଏମାନେ ଭିତରୁ କାହାକୁ ଚିହ୍ନି ପାରୁଛୁ? ରାଜ କହିବେ ଏ ଭାଇ ଓ ଏ ରିଷି। ମୋନା କହିବେ ଆଉ ମୋତେ କ'ଣ ଚିହ୍ନି ପାରୁନ ରାଜ? ମୋତେ ଦେଖି କ'ଣ ଚିହ୍ନି ପାରୁନା ମୁଁ ମୋନା? ରାଜ କହିବେ ମୋନା?
ମୋନା କହିବେ, ମୁଁ ଅନିଶା ଦିଦିର ଭଉଣୀ। ମୁଁ ତୁମ ସହିତ ଅଫିସରେ କାମ କରୁଛି। ରିୟା ସହ ତୁମ ବିବାହଘର ହେଲା ପରେ ମୁଁ ଏଠୁ ଚାଲି ଯାଇଥିଲି। ଗାୟତ୍ରୀ କହିବେ, ମୋନା, ରାଜକୁ ଏସବୁ ମନେ ପକାଇବା ଦରକାର ନାହିଁ। ଏମିତି ହେଲେ ତା ବ୍ରେନ୍ ଉପରେ ପ୍ରେସର ପଡ଼ିବ। ଏ ସମୟରେ ରିୟା ଆଲବମ୍ ନେଇ ଆସିବେ। ଗାୟତ୍ରୀ ଭାବିବେ, ରିୟା ଏଇଟା କ'ଣ ନେଇକି ଆସୁଛି? ଲାଗୁଛି ନୂଆ ନାଟକ କରିବନି ତ? ରିୟା କହିବେ, ଏଠି ସମସ୍ତେ ନିଜ ନିଜ କଥା ରାଜକୁ ମନେ ପକାଇବା ଚେଷ୍ଟା କରୁଛ, ହେଲେ ମୋ କଥା ସମସ୍ତେ ଭୁଲିଗଲ। ତମେ ମାମାକୁ ଚିହ୍ନି ପାରିଲ, ଋଷିକୁ ଚିହ୍ନି ପାରିଲ, ହେଲେ ମୋତେ ଚିହ୍ନି ପାରିଲନି। ମୁଁ ରିୟା, ତମ ସ୍ତ୍ରୀ ଆଉ ଋଷିର ମାମା। ମୁଁ ଏମିତି କିଛି ଦେଖେଇବି, ତମର ସବୁ କିଛି ମନେ ପଡ଼ିଯିବ। ଦେଖ ରାଜ, ଏହା ଆମ ବାହାଘର ବେଳ ଫଟୋ। ଏ ଫଟୋକୁ ଦେଖି ତମକୁ କିଛି ବି ମନେ ପଡ଼ୁନି କି?